ସକାଳ ପିଲାମାନେ ଆଜି ଆମେ ପୁଣି ଥରେ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଆଲୋଚନା କରିବା। ଭାବୁଛି ପୂର୍ବ ଭିଡ଼ିଓ ମୋର ଆପଣ ତୁମମାନେ ସବୁ ଦେଖିଥିବ ଏବଂ ତୁମକୁ ପସନ୍ଦ ଆସିଥିବ। ଏଇ ଭିଡ଼ିଓରେ ମୁଁ କ'ଣ କରିଛି ନା, ଯେହେତୁ ମୋର ଲେଖିବାରେ ପ୍ରୋବ୍ଲେମ୍ ହେଉଛି, ସ୍କ୍ରିନ୍ରେ କିଛି ପ୍ରୋବ୍ଲେମ୍ ଯୋଗୁଁ ତେଣୁ ତୁମମାନଙ୍କୁ ବୁଝିବାକୁ ଅସୁବିଧା ହେଉଥିବ। ମୁଁ ଅଳ୍ପ ଜାଗା ମୋବାଇଲରେ ଯେହେତୁ କରୁଛି, ଅଳ୍ପ ଜାଗା ଯଦି ତୁମକୁ ବୁଝିବା ନିଶ୍ଚିତ ଅସୁବିଧା ହେଉଥିବ। ତେଣୁକରି ମୁଁ କ'ଣ କରିଛି ନା, ପ୍ରତ୍ୟେକ କ୍ୱେଶ୍ଚିନ୍ ତଳେ ତା'ର ଡିଟେଲ୍ ସଲ୍ୟୁସନ୍ ରଖିଦେଇଛି। ତା ସହିତ ଯେଉଁଟା ମୁଁ ସର୍ଟକଟ୍ ମେଥଡ଼ ହେଇପାରିବ ସେଇଟା ମଧ୍ୟ କହିଛି, ଯାହାକି ତୁମକୁ ବହୁତ ସୁବିଧା ହେବ ଏବଂ ସହଜ କରିଦେବ ବୁଝିବା ପାଇଁ। ତ ଯିବା, ଆମେ ପ୍ରଥମ କ୍ୱେଶ୍ଚିନ୍ ଦେଇଛି 6 sigma n square ଯିବା ଦେଇଛି 6 sigma n square plus 4 sigma n cube ର ସରଳୀକୃତ ମାନ କେତେ? ଦେଖ, ଆମେ ଯଦି ଡିଟେଲ୍ସ ପ୍ରୋସେସରେ କରିବାକୁ ଯିବା ଏଠୁ ବହୁତ ଟାଇମ୍ ଲାଗିବ। ଆମେ ଜାଣିଛେ ସିଗ୍ମା ଏନ୍ ସ୍କୋୟାରର ମୂଲ୍ୟ ହେଉଛି n ହୋଲ୍ ଇଣ୍ଟୁ ଗୋଟେ ମିନିଟ୍ ପିଲାମାନେ, ଆମେ ଜାଣିଛେ ସିଗ୍ମା ଏନ୍ ସ୍କୋୟାରର ମୂଲ୍ୟ ହେଉଛି କ'ଣ, n ହୋଲ୍ ଇଣ୍ଟୁ n ପ୍ଲସ୍ 1 ଇଣ୍ଟୁ 2n ପ୍ଲସ୍ 1 ବାଇ 6। ଏମିତି ସିଗ୍ମା ଏନ୍ କ୍ୟୁର ମୂଲ୍ୟ ହେଉଛି n ହୋଲ୍ ଇଣ୍ଟୁ n ପ୍ଲସ୍ 1 ବାଇ 2ର କ'ଣ ଆମର ହୋଲ୍ ସ୍କୋୟାର। ଠିକ୍ ଅଛି, ଏଇଟା ହେଉଛି ସ୍କୋୟାରଟା, ଏଠି ଚାଲୁନି କ'ଣ ପାଇଁ? ତ ଏଠି ଦେଖିବା ଆମେ ଏଠୁ ଆମେ କେମିତି ଆନ୍ସର ବାହାର କରିବା। ଦେଖ, ଯଦି ଆମେ ସବୁତକ ଜାଣିଛେ, ଆମେ ମଝିରେ ମିଶାଣ ଚିହ୍ନ ଅଛି, ତ ଆମର ସର୍ବାଧିକ n ର ଘାତ କେତେ ରହିବ? ଏଇଠି ଗୋଟେ n, ଏଠି n ଗୁଣା ହେଇକି ଅଛି, n ଇଣ୍ଟୁ n ହେଲା n ସ୍କୋୟାର, ଏଠି ଗୋଟେ n ହେଲା ଗୁଣା ହେଲା n କ୍ୟୁ, ଏଇଠି ଏମିତି n ଇଣ୍ଟୁ n ହେଲା n ସ୍କୋୟାର ର ସ୍କୋୟାର। ତ ଆମ ସର୍ବାଧିକ n ର ଘାତ ଏଇଠି ରହିବ କେତେ? 4, କାରଣ ଏଇଠି ହେଉଛି ଏଇ ପଦଟାରେ n ର ଘାତ ସର୍ବାଧିକ ରହିବ n କ୍ୟୁ, ଏଇ ପଦଟାରେ ସର୍ବାଧିକ n ଘାତ 4। ତ ଆମର ଯେତେବେଳେ ଦୁଇଟାକ ମିଶିବ ନିଶ୍ଚିନ୍ତ ଭାବରେ, ଯେହେତୁ କୌଣସି ମାଇନସ୍ ଚିହ୍ନ ଆ ଭିତରେ ନାହିଁ, ସର୍ବାଧିକ n ର ଘାତ 4 ରହିବ। ତ ଏଇଥିରୁ ଦେଖ ସର୍ବାଧିକ n ଘାତ 4 କୋଉଠି ହେଉଛି? କେବଳ n ଘାତ 4 ଦେଖିବା। ଏଠି n କୁ n ସ୍କୋୟାର n ସ୍କୋୟାର, ଏଟା ହବନି। ଏଠି n ସ୍କୋୟାର ଇଣ୍ଟୁ n ଗୁଣିଲେ n କ୍ୟୁ, ଏଟା ହବନି। ଏଠି n ସ୍କୋୟାର ଇଣ୍ଟୁ n ଅଛି ସର୍ବାଧିକ, ତାହେଲେ ଏଟା n କ୍ୟୁ ହବ, ଏଟା ହବନି। ଆଉ ହେଲା ଏଇଟା ଦେଖ, n ସ୍କୋୟାର ଇଣ୍ଟୁ n ହେଲା n କ୍ୟୁ ଇଣ୍ଟୁ n ହେଲା n ର ଘାତ 4। ତ ଆମର ଆନ୍ସର ହବ ଡି। ବହୁତ ସହଜରେ ଆମେ କରିପାରିଲେ ହେଲା। ତମେ ଏଇଟା କେବଳ ଥର୍ଡ ପ୍ରୋସେସ୍ ତମକୁ ବୁଝେଇବା ପାଇଁ ମୁଁ କରିଛି, ତମ ସୂତ୍ରଟି ମନେ ରଖିଥିବ, ଆରାମସେ ତମେ କରିପାରିବ। ଯା ଦେଖ, ଆମ ଡିଟେଲ ସଲ୍ୟୁସନ୍ ଦେଖ, এইটা ହେଉଛି ସଲ୍ୟୁସନ୍ ତାର। ଦେଖ, ସିଗ୍ମା ଏନ୍ ସ୍କୋୟାର ଜାଗାରେ ମୁଁ ଏଇଟା ତାର ମୂଲ୍ୟ ପକେଇଲି, ସିଗ୍ମା ଏନ୍ କ୍ୟୁ ଜାଗାରେ ତା ମୂଲ୍ୟ ପକେଇଲି, ଏଠି 6 କୁ 6 କଟିଗଲା। ତ ଆମେ ଏଇ ତିନିଟା ଯାକ n ହୋଲ୍ ଇଣ୍ଟୁ n ପ୍ଲସ୍ 1 ଇଣ୍ଟୁ n ପ୍ଲସ୍ 1 ରଖିଦେଲେ, ପ୍ଲସ୍ ଆର ବର୍ଗ ବାହାର କଲେ ହେଲା n ର ବର୍ଗ n ସ୍କୋୟାର, n ପ୍ଲସ୍ 1 ର ବର୍ଗ ହେଲା n ପ୍ଲସ୍ 1 ସ୍କୋୟାର, 2 ର ବର୍ଗ 4, 4 କି 4 କଟିଗଲା,
ଆଉ ରହିଲା କେତେ ଏଇଥିରୁ n ହୋଲ୍ ଇଣ୍ଟୁ n ପ୍ଲସ୍ 1 କମନ୍ ଆସିବ, ଏଥିରୁ n ହୋଲ୍ ଇଣ୍ଟୁ n ପ୍ଲସ୍ 1 କମନ୍ ଆସିଲା, ରହିଲା କେତେ ଏଠି ଏଇ ପଦରେ ବଳିଲା 2n ପ୍ଲସ୍ 1 ପ୍ଲସ୍ ଏଠି ବଳିଲା n ଯୋଡ଼େରୁ ଗୋଟେ n ପଳେଇଛି ରହିଲା ଗୋଟେ n, ଏଠି n ପ୍ଲସ୍ 1 ଦୁଇଟା ଅଛି ଗୋଟେ ପଳେଇଛି ରହିଲା ଗୋଟେ, ଏ ଦୁଇଟା ଗୁଣିଲେ ହେଲା କେତେ n ହୋଲ୍ ଇଣ୍ଟୁ n ପ୍ଲସ୍ 1, ତା ଦୁଇଟା ଗୁଣି ଦେଲେ କେତେ ହେଇଗଲା 2n ପ୍ଲସ୍ 1 ପ୍ଲସ୍ n ଗୁଣିଲେ n ସ୍କୋୟାର, n କୁ ପ୍ଲସ୍ 1 ଗୁଣିଲେ ପ୍ଲସ୍ n। ତ ଆମେ ଯିବା ଦେଖ ଏଠି କେବଳ କ'ଣ ହେଇଛି ନା n ହୋଲ୍ ଇଣ୍ଟୁ n ପ୍ଲସ୍ 1 ଯେ ରହିବା କଥା ରହିଛି, ଏଠି କ'ଣ ହେବ ଏଠି n ସ୍କୋୟାରକୁ n ସ୍କୋୟାର ରହିଲା, 2n କୁ n ମିଶିଲେ 3n ପ୍ଲସ୍ 1 ପ୍ଲସ୍ n, ତ ଆନ୍ସର ହେଲା ଦୁଇଟା, ଯେଉଁଟାକି ଆମେ ବହୁତ କମ୍ ସମୟରେ ମଧ୍ୟ କରିପାରିଥିଲେ। ଯିବା ପରବର୍ତ୍ତୀ ପ୍ରଶ୍ନକୁ। ଦେଇଛି ଗୋଟେ ଲୁଡୁ ଗୋଟିକୁ ଥରେ ଗଡ଼ାଇଲେ ଫଳ 36ର ଗୁଣନୟକ ନ ଆସିବାର ସମ୍ଭାବନା, 36ର ଗୁଣନୟକ ଆସିବ ନାହିଁ। ଠିକ୍ ଅଛି, ଆମର ଏସ୍ ହେଲା କ'ଣ ଆମର ଏଠି ଗୋଟେ ଲୁଡୁ ଗଡ଼ିଲେ ଏସ୍ର ମୋଡ଼ ହେଉଛି 6, କାରଣ ଉତ୍ତର ଆମର କ'ଣ ପଡ଼ିବ 1 2 3 4 5 6। ଠିକ୍ ଅଛି, ସେ କହୁଛି 36ର ଗୁଣନୀୟ କୋଉଟା, 36ର ଗୁଣନୀୟ ନୁହଁ ନା 5ଟା, ତାହେଲେ ଉତ୍ତର ହେଲା ଗୋଟେ, କ'ଣ ହେଲା ଗୋଟେ, ଆନ୍ସର ଆମର କେତେ ରହିଲା ଇର ମୋଡ଼ ହେଲା 1, ତାହେଲେ ଆମର ପି ଅଫ୍ ଇ କେତେ ହେବ ନା 1/6, ଆନ୍ସର ହେବ ସି। ବୁଝିହେଲା, ବହୁତ ସହଜ କ୍ୱେଶ୍ଚିନ୍। ଗୋଟେ ଲୁଡୁ ଥରେ ଗଡ଼ାଇଲେ 36ର ଗୁଣନୟକ ନ ଆସିବାର, 36ର ଗୁଣନୟକ ନ ଆସିବାର, ବହୁତ ସହଜ। ଆମର ମୋଟ ଫଳାଫଳ ହେଲା 1ରୁ 6 ଯାଏଁ, ତାହେଲେ ଏସ୍ ମୋଡ଼ ହେଲା 6, ସେଥିରୁ 36ର ଗୁଣନୟକ କୋଉଟା ନୁହଁ ଆମେ ଜାଣିଛେ 1 2 3 4 6 ଏରା ସବୁ 36ର ଗୁଣନୟକ, କିନ୍ତୁ 36ର ଗୁଣନୟକ କୋଉଟା ନୁହଁ 5, ତାହେଲେ ଉତ୍ତର ଆମର ଇର ମୋଡ଼ ହେଲା 1, ଗୋଟେ ଉତ୍ତର, ତାହେଲେ ପି ଅଫ୍ ହେଲା 1/6। ଆଚ୍ଛା ପିଲାମାନେ, ଯଦି ମନେକର ଆମେ ପଚାରିଥାନ୍ତା ଆସିବାର 36ର ଗୁଣନୟକ ଆସିବାର ସମ୍ଭାବ୍ୟତା, ତାହେଲେ ଏଇଠି କ'ଣ ହେଇଥାନ୍ତା ଦେଖ, ଆସିବାର ସମ୍ଭାବ୍ୟତା ପାଇଁ ମୁଁ ତମକୁ ଉତ୍ତର କରିଦେଇଛି। ଗୋଟେ ଲୁଡୁ ଗୋଟି ଗଡ଼ାଇଲେ କ'ଣ ହେବ, ଫଳ ଏତିକି ହେଲା, ଏଇଟା 36ର ଗୁଣନୟକ ଏତିକି 1 2 3 4 6, ତାହେଲେ 5ଟା ଉତ୍ତର ଆମର ହେଲା, ତାହେଲେ ପି ଅଫ୍ ହେଲା ଇ ମୋଡ଼ ବାଇ ଏସ୍। ଏଇଟା ହେଉଛି କ'ଣ 36ର ଗୁଣନୟକ ଆସିବାର ସମ୍ଭାବ୍ୟତା, ଏଇଟା ଟିକେ ନୋଟ୍ କରିବ, ସେଥିରେ କ୍ୱେଶ୍ଚିନ୍ ଦେଇଛି ନ ଆସିବାର, ଯେହେତୁ ନ ଆସିବାର ସମ୍ଭାବ୍ୟତାଟା ସହଜ ଥିଲା ମୁଁ ସେଇଟା ଉତ୍ତର ନ କରିକି ଆସିବାର ସମ୍ଭାବ୍ୟତାଟା କରିଛି। ବୁଝିଗଲା ପିଲାମାନେ, ସେଇଟା ଆମର ନ ଆସିବା ପାଇଁ ଉତ୍ତର କେତେ ହେଲା 1/6, କିନ୍ତୁ ଆସିବା ପାଇଁ ଉତ୍ତର କେତେ ହେଲା 5/6। ବୁଝିହେଲା, ଯିବା ପରବର୍ତ୍ତୀ ପ୍ରଶ୍ନକୁ। ଦେଇଛି ଗୋଟେ ବ୍ୟାଗରେ 5ଟି ଲାଲ ବଲ୍ ଅଛି, 8ଟି ସବୁଜ ବଲ୍ ଅଛି, ଯଦି ସବୁଜ ବଲ୍ ବାହାର କରିବା ସମ୍ଭାବ୍ୟତା ଲାଲ ବଲ୍ ବାହାର କରିବା ସମ୍ଭାବ୍ୟତାର 3 ଗୁଣ ହୁଏ, ତେବେ ଏନ୍ର ମୂଲ୍ୟ କେତେ? ଦେଖ ପିଲାମାନେ, ଆମକୁ ସେ ଏନ୍ର ମୂଲ୍ୟ ପଚାରିଛି, ସମ୍ଭାବ୍ୟତା 3 ଗୁଣ ଦେଇଛି, ସମ୍ଭାବ୍ୟତା କ'ଣ ଦେଇଛି, ଲାଲ ବଲ୍ର ସମ୍ଭାବ୍ୟତାର 3 ଗୁଣ ହେଉଛି କେତେ, ସବୁଜ ବଲ୍ ବାହାର କରିବାର। ତ ନିଶ୍ଚିନ୍ତ ଭାବରେ ଏଇଟା ଗୋଟେ ଆମେ ଜେନେରାଲ ମେଥଡ଼କୁ ଯିବା ପୂର୍ବରୁ ସାଧାରଣ ଟ୍ରିକ୍ ଟିକେ ଲଗେଇବା, ଦେଖ ବହୁତ ସହଜରେ ହେଇଯିବ। ଯଦି ଲାଲ ପି ଅଫ୍ ରେଡ୍ର 3 ଗୁଣ ହେଉଛି ପି ଅଫ୍ ଗ୍ରୀନ୍ ସବୁଜ, ତାହେଲେ ନିଶ୍ଚିତ ଭାବରେ ରେଡ୍ ବଲ୍ ର 3 ଗୁଣ ସବୁଜ ବଲ୍ ଥିବ, ହେଲେ ଯାଇକି ତା 3 ଗୁଣ ସମ୍ଭାବ୍ୟତା ହେବ, ନହେଲେ ହେବନି। ତାହେଲେ ଲାଲ ବଲ୍ କେତେଟା ଅଛି ନା 5ଟା, ତାହେଲେ ସବୁଜ ବଲ୍ କେତେଟା ହେବ ନା 3 ଗୁଣିକି 15ଟା ଉତ୍ତର ଡାଇରେକ୍ଟ ହେଇଗଲା, ଉତ୍ତର ଆମକୁ କେତେ ହେଲା 15। ବୁଝିଲେ ପିଲାମାନେ, ଆଉ ଥରେ କହୁଛୁ ନା, ଏଇ ପ୍ରଶ୍ନରେ ଦେଇଛି ଆମ ପାଖରେ 5ଟି ଲାଲ ବଲ୍ ଅଛି ଆଉ 8ଟି ସବୁଜ ବଲ୍ ଅଛି, ଯଦି କହିଛି ସବୁଜ ବଲ୍ ବାହାର କରିବାର ସମ୍ଭାବ୍ୟତା ଲାଲ ବଲ୍ ବାହାର କରିବା ସମ୍ଭାବ୍ୟତାର 3 ଗୁଣ, ମୁଁ ଲେଖିଦେଇଛି ଏଠି ପି ଅଫ୍ ଆର୍ ର 3 ଗୁଣ ହେଉଛି ପି ଅଫ୍ ଗ୍ରୀନ୍ ହେଲା। ତ ଆମେ ଗୋଟେ ଜେନେରାଲ ଜିନିଷ ଏଠି ମନେ ରଖିବାକୁ ପଡ଼ିବ ଯେ ଯଦି
ସମ୍ଭାବ୍ୟତା 3 ଗୁଣ ହେଉଛି ତାହେଲେ ନିଶ୍ଚିତ ଭାବରେ ବଲ୍ ବି 3 ଗୁଣ ଥିବ। ତାହେଲେ ଲାଲ ବଲ୍ର 3 ଗୁଣ ସବୁଜ ବଲ୍, ତାହେଲେ 3 ଗୁଣିଲେ 5 3 ଗୁଣିଲେ 15 ଉତ୍ତର ଡାଇରେକ୍ଟ। ତେଣୁ ଦେଖ ତାର ମୁଁ ସଲ୍ୟୁସନଟା କରିଛି। ବ୍ୟାଗରେ କେତେଟା ଲାଲ ବଲ୍ ଅଛି? 5ଟି। ସବୁଜ ବଲ୍ କେତେଟି? n। ତାହେଲେ ମୋଟ ବଲ୍ କେତେଟା ହେଲା? 5 + n। ସବୁଜ ବଲ୍ ପାଇଁ ସମ୍ଭାବ୍ୟତା ହେଲା n। ତାହେଲେ ସମ୍ଭାବ୍ୟତା କେତେ ହେବ? ଆମେ ଜାଣିଛେ ବଲ୍ ସଂଖ୍ୟା ବାଇ ମୋଟ ବଲ୍, n/n 5 + n। ଲାଲ ବଲ୍ ପାଇଁ ସମ୍ଭାବ୍ୟତା ହେଲା ହେନ୍ତି ବଲ୍ ସଂଖ୍ୟା ହେଲା 5/n + 1 ଏତିକି। ତାହେଲେ ପ୍ରଶ୍ନରେ କ'ଣ ଦେଇଛି? ପ୍ରଶ୍ନରେ ଦେଇଛି, ପ୍ରଶ୍ନ ଅନୁସାରେ କ'ଣ ସବୁଜ ବଲ୍ର ସମ୍ଭାବ୍ୟତା ଲାଲ ବଲ୍ର ସମ୍ଭାବ୍ୟତାର 3 ଗୁଣ। ତାହେଲେ ଏଠି ଗୁଣିଦେଲେ 3×n/5 + n, 3×15/5 + n, 5 + n 5 + n କଟିଗଲା, ହେଲା n = 15। ଦେଖ ଆମେ ସେଥିରେ ଟ୍ରିକ୍ରେ କେତେ ଗୋଟେ ସେକେଣ୍ଡରେ ଉତ୍ତର କରିପାରିଲେ। ଏଠି ଏତେ ସମୟ ଲାଗିବ। ଯିବା ପିଲାମାନେ ପରବର୍ତ୍ତୀ ପ୍ରଶ୍ନକୁ। କ'ଣ ଦେଇଛି ନା 5ଟି ସଂଖ୍ୟାର ମାଧ୍ୟମ 15। ପିଲାମାନେ ଯଦି 5ଟା ସଂଖ୍ୟାର ମାଧ୍ୟମ 15 ତାହେଲେ ତାଙ୍କର ମୋଟ ସମଷ୍ଟି କେତେ? ନା 15 × 5 = କେତେ ହେଲା? 75। ସେଥିରୁ ଗୋଟେ ସଂଖ୍ୟା ବାଦ ଦେଲେ ମାଧ୍ୟମ 13, ଗୋଟେ ସଂଖ୍ୟା ବାଦ ଦେଲେ ରହିଲା କେତେଟା ସଂଖ୍ୟା? ଆଉ 4ଟା। ତାହେଲେ ତାଙ୍କର ମୋଟ ସମଷ୍ଟି କେତେ? 13 × 4 = କେତେ ହେଲା? 52। ବୁଝିପାରିଲ ପିଲାମାନେ? ବାଦ ଦେବା ସଂଖ୍ୟାଟି କେତେ? ଯେଉଁ ସଂଖ୍ୟାଟି ଆମର କାଟି ଦେଇছে ବା ବାଦ ପଡ଼ିଯାଇଛି ସେ ସଂଖ୍ୟାଟି କେତେ? ଦୁଇଟା ଜଷ୍ଟ ଫେଡ଼ି ଦିଅ। 5 ରୁ 2 ଗଲେ 3, 7 ରୁ 5 ଗଲେ 2, ଉତ୍ତର ହେଲା 23। ଉତ୍ତର କେତେ ହେଲା? 23। ତାହେଲେ ଅପସନ୍ ସିଟା ଆମର ଆନ୍ସର। ଆଉ ଥରେ କହୁଛି ପିଲାମାନେ ଶୁଣ, ଯଦି 5ଟି ସଂଖ୍ୟାର ମାଧ୍ୟମ 15 ଓ ସେଥିରୁ ଗୋଟେ ବାଦ ଦେଲେ ମାଧ୍ୟମ 13 ହୁଏ, ତାହେଲେ ବାଦ ପଡ଼ିଥିବା ସଂଖ୍ୟାଟି କେତେ? ଆଗ ଯେଉଁ 5ଟା ସଂଖ୍ୟାର ମାଧ୍ୟମ 15 ତାଙ୍କ ସମଷ୍ଟି କେତେ? ନା ଆମେ ଜାଣିଛେ ମାଧ୍ୟମ ଗୁଣନ ଲବ୍ଧାଙ୍କ ସଂଖ୍ୟା 15 × 5 = 75। ସେମିତି ଆମର ହେଲା ମାଧ୍ୟମ 13। କେତେବେଳେ 13 ହେଲା? ଗୋଟେ ଛାଡ଼ିଦେଲା ଗୁଣ ବା ଗୋଟେ ବାଦ କରିଦେଲା ଗୁଣ। ବାଦ କରିଦେଲେ କେତେଟା ସଂଖ୍ୟା ହେଲା? 4ଟା। ତାହେଲେ 13 × 4 = 52। ଫେରିଦେଲେ କେତେ ହେଲା? 23। ବୁଝିପାରିଲେ ପିଲାମାନେ? ଯିବା ପରବର୍ତ୍ତୀ ପ୍ରଶ୍ନ। ଏଠି ତାର ମୁଁ ଆନ୍ସର ଦେଇଦେଇଛି, ଡିଟେଲ୍ସ ଲେଖିକି ଦେଖିବ ତୁମମାନେ। ଏକ ତ୍ରିଭୁଜର ଶୀର୍ଷବିନ୍ଦୁ ତ୍ରୟ 3ଟା ଶୀର୍ଷବିନ୍ଦୁ ଦେଇଦେଇଛି, ହେଲେ ତ୍ରିଭୁଜର ପରିସୀମା କେତେ? ମୁଁ କହିଥିଲି ଏଇଭଳିଆ ପ୍ରଶ୍ନ ଯୋଉଠି ଥିବ ଆଗ ତମେ ଚିତ୍ର ଗୋଟେ କରିବ। ଗୋଟେ ବିନ୍ଦୁ ହେଲା 0 - 6, ଧର ଏଇଠି ରହିଲା। ଶୂନ - 6 ଧର ଏଇଠି ରହିଲା। ଏଇଟା ହେଲା 0 - 6, ଗୋଟେ ହେଲା 0 0, ତାହେଲେ ଏଇ ବିନ୍ଦୁଟା। ଗୋଟେ ହେଲା -8 0, -8 0 ମାନେ ଧର ଏଇଠି। ଗୋଟେ ପିଲାମାନେ ଦେଖ ଆମର ଦେଇଛି କ'ଣ, ଆମେ ଅକ୍ଷରଟା ଆଣିଦେବା। -6 ବିନ୍ଦୁଟି ଦେଖିବା ଆମେ କୋଉଠି ରହୁଛି। ଦେଖ 0 - 6 ଗୋଟେ ବିନ୍ଦୁ ହେଲା, ଧର ଏଇଠି 0 - 6, ଓକେ। ଆଉ ଗୋଟେ ବିନ୍ଦୁ ହେଲା 0 0, ତାପରେ ଗୋଟେ ହେଲା -8 0, -8 0 ଧରନ୍ତୁ, ଏଇଟା ଧରିଲା -8 0। ତାହେଲେ ଦେଖ ଏଇଟା ଗୋଟେ କ'ଣଟା ହେଲା? ଇଏ ଗୋଟେ ବିନ୍ଦୁ, ଇଏ ଗୋଟେ ବିନ୍ଦୁ, ଇଏ ଗୋଟେ ବିନ୍ଦୁ, କ'ଣ ହେଲା? ଏଇଟା ଯୋଡ଼ି ଦେଲେ ତ୍ରିଭୁଜଟି ଗୋଟେ ସମକୋଣୀ ତ୍ରିଭୁଜ ହେଲା। ତାହେଲେ ଏଇଠୁ 0 ରୁ 8, ଏଇଟା 8, 0 ରୁ 6, ଏଇଟା 6। ତାହେଲେ ଏଇଟା ସମକୋଣୀ ତ୍ରିଭୁଜର ପିଥାଗୋରାସ ଅନୁସାରେ ଏଇଟା ହେବ 8 ର ସ୍କୋୟାର ପ୍ଲସ୍ 6 ର ସ୍କୋୟାର ହେଲେ √, ହେଲେ ଏଇଟା 10 ହେଇଯିବ ଆନ୍ସର।
ତାହେଲେ ଆମେ ବାହୁ ମାନେ ପୁରା ମୁହଁ ବାହାର କରିପାରିଲେ, କିଛି ଆମକୁ ସୂତ୍ର ପକାଇବାକୁ ପଡ଼ିଲାନି, କିଛି ନାହିଁ। ତାହେଲେ ଇଏ ହେଲା 8 + 6 14 + 10 24। ତାହେଲେ ଅପସନ୍ ସି ହେଲା ଉତ୍ତର, 24 ଏକକ। ହେଲା, ତୁମକୁ ମୁଁ ଆଉ ଥରେ କହୁଛି, ଦେଖ ଆଗ ଆମେ ଗୋଟେ ଟାଣିବା ଅକ୍ଷଟେ, ଠିକ ଅଛି। ଦେଖ ଦେଇଛି ପ୍ରଥମ ଗୋଟେ ବିନ୍ଦୁ ହେଲା 0 0, ଏଠି ରହିଲା 0 0, ରହିଲା ଏଠି 0 0 ବିନ୍ଦୁ। ତାପରେ ହେଲା ଗୋଟେ 0 - 6, ମାନେ ଏଇଟା କୋଉଥର ନା y ଅକ୍ଷ ରହିବ, ଏଇଠି ଧର 0 - 6, ଏଇଟା 0 - 6, ଠିକ ଅଛି। ଆଉ ହେଲା -8 0, ଧର ଏଇଠି -8 0ଟା -8 0, ଯେତେବେଳେ ଏଇଟା ଯୋଡ଼ି ଦେଲେ ଗୋଟେ ସମକୋଣୀ ତ୍ରିଭୁଜ ହେଇଯାଉଛି ନାଇଁ ରେ। ତ ଏଇଟା ଏଇଟିକ ହେଲା 8 ଏକକ, ଏଇଟିକ ହେଲା 6 ଏକକ। ହେଲେ ଏଇଟିକ କେତେ ହେବ ସମକୋଣୀ ତ୍ରିଭୁଜର, ନା ପିଥାଗୋରାସ ତ୍ରୟୀ ଅନୁସାରେ ଏ 10 ହୋଇଯିବ। 8 ସ୍କୋୟାର + 6 ସ୍କୋୟାର ରୁଟ୍ ହେବ। ତାହେଲେ ପରିସଂଖ୍ୟା କେତେ 8 × 14 = 24। ବହୁତ ସହଜରେ ହେଇଗଲା ନା ଏଠି। ଦେଖ ମୁଁ ତା ଡିଟେଲ ସଲ୍ୟୁସନ୍ ଲିଖିଛି ଆରପଟେ, କେତେ ସମୟ ଲାଗୁଛି ଦେଖ, କ'ଣ ଦେଇଛି ତ୍ରିଭୁଜ ଶୀର୍ଷକ ଦେଇଛି। ମନେକର ଏ ବିନ୍ଦୁ, ବି ବିନ୍ଦୁ, ସି ବିନ୍ଦୁ, ଏ ବିର ହେଲେ ବାହାର କରିଲେ ଆମେ କ'ଣ ସୂତ୍ର, x1 - x2 ସ୍କୋୟାର + y1 - y2 ସ୍କୋୟାର ରୁଟ୍ ହେବ। ସେଇ ସୂତ୍ର ପକେଇକି ମୁଁ ଗୋଟେ ବାହାରିଛି 6 ଏକକ, କିନ୍ତୁ BCଟା ବାହାରିଲା 8 ଏକକ, AC ବାହାରିଲା କ'ଣ ଆମର 10 ଏକକ। କହିଥିଲା 10 ଏକକ ବାହାରିବ, ତାହେଲେ ତିନିଟା ବୁଝିପାରିଲେ ଯେ 24 ଏକକ ଆମର ହେଇଗଲା, 24 ଏକକ। ବୁଝିହେଲା, ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନକୁ ଦେଖ, ଗୋଟେ ଜ୍ୟାମିତି ପ୍ରଶ୍ନ ଆସିଲା, ବଢ଼ିଆ ପ୍ରଶ୍ନଟେ ଦେଇଛି। ପ୍ରଦତ୍ତ ଚିତ୍ରରେ ଯଦି O ବିନ୍ଦୁଟା କେନ୍ଦ୍ର ହୁଏ, ଏଇ OBC ତ୍ରିଭୁଜର ପରିସୀମା ଦେଇଛି ଯେତିକି, ହେଲେ PAC କୋଣ, ଏଇ କୋଣର ପରିମାଣ କେତେ? ଦେଖ ଏଇଟା ତମକୁ ବୁଝିବାକୁ ହେଲେ ଆର କିଛି ସର୍ଟ ମେଥଡ଼ ନାହିଁ, ତମକୁ ବୁଝିବାକୁ ହେଲେ ଯିବି ଡିଟେଲ ସଲ୍ୟୁସନ୍ ଦେଇ ସେଇଠୁ ବୁଝେଇଦେବି। ଦେଖ OBC ତ୍ରିଭୁଜର ପରିସୀମା ଦେଇଛି, ତାହେଲେ OBC ତ୍ରିଭୁଜର ପରିସୀମା ବଲେ କେମିତି ବାହାରିବ, ନା ତିନିଟାକ ବାହୁ ମିଶିକି OB + OC + BC, ତାହେଲେ ମିଶିକି କେତେ ସେଟା ଗୁଣି ଦେଲେ 5√2 କୁ √2 ଗୁଣିଲେ 5√2 କୁ 1 ରେ ଗୁଣିଲେ ବଣ୍ଟନ ନିୟମ ପକେଇକି। ତାହେଲେ OBଟା ମନେକର ଆମେ ବ୍ୟାସାର୍ଧ R, ଏଇଟା ବି ବ୍ୟାସାର୍ଧ R ନେଲେ R + R + BC ହେଲା, ଗୁଣି ଦେଲେ ଏଇଟା √2 କୁ √2 ଲେ 2, ଏ 5√2 କୁ 1 ଗୁଣିଲେ 5√2, କେତେ ହେଲା 5 × 10 + 5√2, ତାହେଲେ ହେଇଗଲା କେତେ ନା 2R + BC ହେଲା 10 + 5√2। କ୍ଲିୟର। ବର୍ତ୍ତମାନ ଦେଖ ଏଇ 2R କୁ 10 ସମାନ, BC କୁ 5√2 ସମାନ, ଆମେ ସେଇ ଫର୍ମାଟରେ ରଖିଛେ। 2R = 10 ହେଲେ R = 10/200 ମାନେ 5, BC ହେଲା 5√2 ଆମର। ତାହେଲେ ଏଇ ବାହୁଟା ହେଲା 5√2, ଏଇ ବ୍ୟାସାର୍ଧ ହେଲା ଆମର 5। ତ ଏଠାରେ ଦେଖିବା, ଆମେ ଲକ୍ଷ୍ୟ କରିପାରିବା ନା ଏଇ OBC ତ୍ରିଭୁଜରେ OBର ସ୍କୋୟାର + OCର ସ୍କୋୟାର = BCର ସ୍କୋୟାର ହେବ ପିଥାଗୋରୀୟ ଉପପାଦ୍ୟ ଅନୁସାରେ। ତୁମେ ଦେଖିପାରୁଥିବ ମୁଁ ତଳେ ଦେଇଦେଇଛି କେମିତି ସମାନ ହେଉଛି ବୋଲି, ତୁମେ ସେଇଠୁ ଦେଖିପାରିବ। ଯେହେତୁ ଏଇଟା ପିଥାଗୋରୀୟ ତ୍ରୟୀ ପାଳନ କରୁଛି, ତାହେଲେ OBC ତ୍ରିଭୁଜଟା ଗୋଟେ ସମକୋଣୀ ତ୍ରିଭୁଜ ହେଲା। ସମକୋଣୀ ତ୍ରିଭୁଜ ହେଲେ BOC କୋଣଟା କେତେ ଡିଗ୍ରୀ, ଏଇ BOC କୋଣଟା କେତେ ଡିଗ୍ରୀ ହେଲା ନା 90 ଡିଗ୍ରୀ। ଯଦି ଏଇ BOC କୋଣଟା 90 ଡିଗ୍ରୀ, ତା ବିପରୀତ ଚାପାନ ଦେଲେ କେତେ କୋଣଟା କେତେ ହେବ, ତା ଅଧା 45 ଡିଗ୍ରୀ। ତାହେଲେ ଆମର ଆନ୍ସର ହେବ କେତେ ଡିଗ୍ରୀ, 45 ଡିଗ୍ରୀ। ବୁଝିହେଲା ପିଲାମାନେ, ତା ଆନ୍ସରଟା ହେବ କେତେ ଡିଗ୍ରୀ, 45 ଡିଗ୍ରୀ। ସେଟା ତମେ ପଜ୍ ମାରିକି ଦେଖିଦେବ ସଲ୍ୟୁସନଟା କେମିତି ହେଇଛି। ତାହେଲେ ଆମର ଏଇଠି ଆନ୍ସର କେତେ ଡିଗ୍ରୀ ହେଲା, 45 ଡିଗ୍ରୀ। ବୁଝିହେଲା। ଏଇଟା ଟିକେ ଯଦି ସେ ପିଥାଗୋରୀୟ ତ୍ରୟୀଟାକୁ ତମେ ଆକଳନ କରିପାରିବନି ମାଇଣ୍ଡରେ, ତାହେଲେ ନିଶ୍ଚିତ ଭାବେ ତମକୁ ଏଇଟା ବହୁତ ସମୟ ଲାଗିବ ଭାବରେ କରିବା ପାଇଁ। ଯିବା ପରବର୍ତ୍ତୀ ପ୍ରଶ୍ନ। 100 ସେମି ବ୍ୟାସାର୍ଧ ବିଶିଷ୍ଟ ଏକ ଅର୍ଦ୍ଧଗୋଲକକୁ ତରଳାଇ 10 ସେମି ବ୍ୟାସାର୍ଧ ବିଶିଷ୍ଟ କେତେଟା ଆମର ଲୁହା ଗୋଲକ ତିଆରି କରାଯାଇ ପାରିବ। ଦେଖ ଯେତେବେଳେ ତରଳାଇ କଥା ଆସିବ, ସେତେବେଳେ ତମେ ଘନଫଳ ବାହାର କରିବ, ଆୟତନ ବାହାର କରିବ। ଏଇଟା ଦେଇଛି ଅର୍ଦ୍ଧଗୋଲକରୁ ଗୋଲକ ତିଆରି ହେବ। ଯେତେବେଳେ ମନେ ରଖିଥା ଅର୍ଦ୍ଧଗୋଲକରୁ ଗୋଲକ ତିଆରି ହେବ, ଉପରେ
ଆମର ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧର ଘନ ବାଇ ତଳେ 2 ଗୁଣନ ନୂଆ ଗୋଲକର ବ୍ୟାସାର୍ଦ୍ଧର ଘନ। ଏଟା ମନେ ରଖିବ ପିଲାମାନେ। କ'ଣ କହିଲି? ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧର ଘନ ବାଇ 2 ଗୁଣନ ନୂଆ ଗୋଲକର ବ୍ୟାସାର୍ଦ୍ଧର ଘନ। ଏଇଟା ଯେତେବେଳେ ଅର୍ଦ୍ଧଗୋଲକରୁ ନୂଆ ଗୋଲକ ତିଆରି ହେବ। କିନ୍ତୁ ଯଦି ଗୋଲକରୁ ଗୋଲକ ତିଆରି ହେବ, ଗୋଲକକୁ ତରଳେଇକି ଗୋଲକ ତିଆରି ହେବ, ତାହେଲେ ସେତେବେଳେ ହେବ କ'ଣ? ଗୋଲକର ବ୍ୟାସାର୍ଦ୍ଧର ଘନ ବାଇ ନୂଆ ଗୋଲକର ବ୍ୟାସାର୍ଦ୍ଧର ଘନ। এই ଦୁଇଟା ସୂତ୍ର ମନେ ରଖିବ, ଏଟା ଲେଖିଦେବ ତମେ। ବୁଝିଲା? ତ ବର୍ତ୍ତମାନ ଆମେ ଦେଖିବା ଦେଇଛି ଆମର ଅର୍ଦ୍ଧଗୋଲକରୁ ଗୋଲକ। ତାହେଲେ ଆମର ସୂତ୍ର କ'ଣ କହିଲି ମୁଁ? ଆମର ଆର୍ କ୍ୟୁ। ତାହେଲେ 100 ର କ୍ୟୁ ମାନେ 3 ଥର ଗୁଣା ହେବ। 100 ଗୁଣନ 100 ବାଇ 2 ଗୁଣନ ନୂଆ ଗୋଲକ ହେଲା 10 ଗୁଣନ 10 ଗୁଣନ 10। ଇଏ 10 ତା ସାଙ୍ଗେ 100କୁ ଗୋଟେ 100 କଟିଗଲା। ତାପରେ ଇଏ 10କୁ 100ରେ କାଟିଲେ ଗୋଟେ 10, 2 କି 10ରେ କାଟିଲେ କେତେ ହେଲା? 5। ତାହେଲେ ଇଏ 100 ଗୁଣନ 5 ସମାନ ଆମର ଉତ୍ତର ହେଲା 500। ବୁଝିଲା? এই ସୂତ୍ରଟି ମନେ ରଖିବ। ବୁଝିପାରିଲ? କେତୋଟି ଗୋଲକ? ତାହେଲେ 500 ଗୋଲକ ତିଆରି କରିହେବ। ଯିବା ପରବର୍ତ୍ତୀ। ଦେଖ ଡିଟେଲ ସଲ୍ୟୁସନ୍ ମୁଁ ତଳେ ଲେଖିଛି ଏଠି, ତମେ ଦେଖିପାରିବ ପଜ୍ ମାରିକି କେମିତି ହେଉଛି ବୋଲି। ବୁଝିଲା ପିଲାମାନେ? ଦେଖ ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧ ତାର ଘନଫଳ ଲେଖିଦେଇଛି, ଗୋଲକର ବ୍ୟାସାର୍ଦ୍ଧ ତାର ଘନଫଳ ଲେଖିଦେଇଛି। ତାପରେ ତରଳେଇ କରାହେବ ମାନେ ଦୁଇ ଜଣଙ୍କର କ'ଣ ହରାହବ ଘନଫଳ, କାଟିକୁଟି ହେଇକି ଆମର 500 ଉତ୍ତର ହେବ। ଯିବା ପରବର୍ତ୍ତୀ ପ୍ରଶ୍ନକୁ। ସମାନ ଆଧାର ଓ ଉଚ୍ଚତା ବିଶିଷ୍ଟ ଏକ ସିଲିଣ୍ଡରର ଏକ କୋନ୍ର ଆୟତନର ଅନୁପାତ କେତେ? ମାନେ ସିଲିଣ୍ଡରଟା ଅଛି, କୋନ୍ଟା ଅଛି, ତାର ଆଧାର ଆଉ ଉଚ୍ଚତା ସମାନ। ଆଧାର ସମାନ ମାନେ ତାଙ୍କର ବ୍ୟାସାର୍ଦ୍ଧ ଦୁଇଟା ସମାନ, ଉଚ୍ଚତା ସମାନ ମାନେ ତାଙ୍କର ଏଚ୍ ଦୁଇଟା ସମାନ। ତାହେଲେ ଏଠିକି ଏଚ୍ ନେବା, ଏଇଟାକୁ ମନେକର ଆର୍ ନେବା। ତାହେଲେ ଆମର ଜାଣିଛେ ସିଲିଣ୍ଡରର ଆୟତନ ହେଲା ପାଇ ଆର୍ ସ୍କୋୟାର ଏଚ୍ ବାଇ କୋନ୍ର ଆୟତନ ହେଲା 1/3 ପାଇ ଆର୍ ସ୍କୋୟାର ଏଚ୍। ଇଏ ପାଇ ଆର୍ ସ୍କୋୟାର କଟିଗଲା, ରହିଲା କେତେ? 1/3। ଯେତେବେଳେ ଲେଉଟି ଯିବ ଏଇଟା 1 ଗୁଣନ 3/1 ହେଲେ ଉତ୍ତର କେତେ ହେଲା? 3/1। ଉତ୍ତର ହେଲା ଆମର ଏ ଅପସନ୍ 3:1। ବୁଝିପାରିଲ? ଆମର ଦୁଇଟା ଆକର ଆଧାର ସମାନ ଦେଇଛି, ଗୋଟେ ଉଚ୍ଚତା ସମାନ ଦେଇଛି। ତାହେଲେ ଆଧାର ମାନେ ତାର ବ୍ୟାସାର୍ଦ୍ଧ ସମାନ, ଉଚ୍ଚତା ସମାନ ମାନେ ଏଚ୍ ସମାନ ହେଲା। ତ ଆମେ ଆର୍ ଏଚ୍ ନେଇକି ସିଲିଣ୍ଡରର ଆୟତନ ସୂତ୍ର ହେଲା ପାଇ ଆର୍ ସ୍କୋୟାର ଏଚ୍, କୋନ୍ର ଆୟତନ ସୂତ୍ର ହେଲା 1/3 ପାଇ ଆର୍ ସ୍କୋୟାର ଏଚ୍। ପାଇ ଆର୍ ସ୍କୋୟାର ଏଚ୍କୁ ପାଇ ଆର୍ ସ୍କୋୟାର କଟିଗଲା, ରହିଲା କେତେ? 1/1/3। ସେ ଲେଉଟି ଗଲେ 3:1 ହେବ। ତଳେ ମୁଁ ତାର ଡିଟେଲ ସଲ୍ୟୁସନ୍ ଦେଇଦେଇଛି, ଦେଖ ତମେ ଦେଖିପାରିବ, ଏଟାକୁ ପଜ୍ କରି ଦେଖିପାରିବ, ବୁଝିପାରିବ ତମେ ଭଲସେ। ଯିବା ପରବର୍ତ୍ତୀ ପ୍ରଶ୍ନକୁ। ଦେଇଛି ଗୋଟେ ବୃତ୍ତ ଓ ଗୋଟେ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ସମାନ ହେଲେ ସେମାନଙ୍କ ପରିସୀମାର ଅନୁପାତ କେତେ? ଦେଖ ବୋଲେ କେମିତି ଏଟା ହେଇଥିବ, ମୁଁ ତ ସଲ୍ୟୁସନ୍ ଦେଖେଇ ଦେଉଛି। କ'ଣ ଦେଇଛି? ଗୋଟେ ବୃତ୍ତର ବ୍ୟାସାର୍ଦ୍ଧ ଦେଇଛି ଆର୍ ନେଲେ, ତାହେଲେ ତାର କ୍ଷେତ୍ରଫଳ କେତେ ହେଲା? ପାଇ ଆର୍ ସ୍କୋୟାର। ବର୍ଗକ୍ଷେତ୍ରର ବାହୁ ଏ ଦେଇଛି, ତା କ୍ଷେତ୍ରଫଳ କେତେ ହେଲା? ଏ ସ୍କୋୟାର ହେଲା। ତାହେଲେ ପ୍ରଶ୍ନ ଅନୁସାରେ ପାଇ ଆର୍ ସ୍କୋୟାର ମୂଲ୍ୟ ଏ ସ୍କୋୟାର ସହ ଦୁଇଟାକର ବର୍ଗମୂଳ ନେଇଗଲେ ଆମେ ବାହାରିଲା କ'ଣ? √ପାଇ ଇଣ୍ଟୁ ଆର୍ ଇଜ୍ ଇକ୍ୱାଲ୍ ଟୁ ଏ। ତାହେଲେ ଆଙ୍କ ବାହୁ ଭିତରେ ଆର ବର୍ଗକ୍ଷେତ୍ରର ବାହୁ ଇଜ୍ ଇକ୍ୱାଲ୍ କେତେ ହେଲା? √ପାଇ ଇଣ୍ଟୁ ଆର୍। ତ ତାଙ୍କର ଦେଖ ପରିସୀମା ବାହାର କରିବା ଆମେ କେମିତି? ତାଙ୍କର ପରିସୀମା ବାହାର କରିକି ଅନୁପାତ ବାହାର କରିବା। ବୃତ୍ତର ପରିସୀମା ହେଲା 2πr, ପରିଧି ବାଇ ବର୍ଗକ୍ଷେତ୍ରର ପରିସୀମା ହେଲା 4a। ତାର 2 କି 4 ଗଲେ 2a ରହିଲା, πr/2a ରହିଲା। ଆମେ ବର୍ତ୍ତମାନ ଏ ଜାଗାରେ କ'ଣ ପକେଇଦେଲେ ନା ଏଇଠି ଯେଉଁ ବାହାରିଥିଲା √πr। ତ ଯେତେବେଳେ ଆର୍ କୁ ଆର୍ କଟିଗଲା ପିଲାମାନେ, √ପାଇକୁ ପାଇ କାଟିଲେ ଉପରେ ରହିଲା √ପାଇ। ତାହେଲେ ଆମର ରହିଲା ଉପରେ √ପାଇ/2 ବା ଅନୁପାତ ହେଇଗଲା √ପାଇ/2। √ପାଇ ଅନୁପାତ 2। ତାହେଲେ ଆମର କେଉଁ ଅପସନ୍ ଏଇଟା ହେବ? ଦେଖ ଅପସନ୍ ଏ, √ପାଇ ଅନୁପାତ 2। ବୁଝିଲା ପିଲାମାନେ? ସେଇଟା କିଛି ନାହିଁ, ତମେ ଖାଲି ଡିଟେଲ ସଲ୍ୟୁସନ୍ରେ ଦେଖିବ, ଏଠି ଦେଇଛି ଏତେ। ତମେ ଡାଇରେକ୍ଟ ଏତେ ସବୁ ଏଇତିକ ସବୁ ଲେଖିବା କିଛି ଆମର କ'ଣ
ଆମର ଯେଉଁ ଡିଟେଲ ସଲ୍ୟୁସନରେ এইটি ଲେଖିବା କିଛି ଆବଶ୍ୟକ ନାହିଁ, ତୁମେ ଡାଇରେକ୍ଟ ଏଇଠୁ ମଧ୍ୟ ଗଣିତ ଆରମ୍ଭ କର, କାରଣ ଏଇଟା ସର୍ଟ କୋଶ୍ଚିନ୍ କରୁଛେ, ଆମେ ଯେତେ ଚାହିଁବା ସେତେ ସର୍ଟରେ କରିପାରିବା, କିନ୍ତୁ ଆମେ ଯଦି ଲଙ୍ଗ ଟାଇମ୍ ଲାଗି ଲେଖିବାକୁ ଚେଷ୍ଟା କରିବା ଆମେ ବହୁତ ଟାଇମ୍ ୱେଷ୍ଟ ହେଇଯିବ। ଯିବା ପିଲାମାନେ ପରବର୍ତ୍ତୀ ପ୍ରଶ୍ନକୁ। ଗୋଟେ ବଢ଼ିଆ ପ୍ରଶ୍ନଟେ ଏଇଟା, ଦେଖ ପିଲାମାନେ ଦେଇଛି tan 2 डिग्री प्लस 4 डिग्री प्लस 6 डिग्री प्लस 18 डिग्रीର ମୂଲ୍ୟ କେତେ? এটা ପିଲାମାନେ କନଫ୍ୟୁଜ୍ ହେଇଯିବେ କେମିତି କ'ଣ କରିଲେ। ଏଇଠି ଖାଲି ଭିତର ଦେଖ ପିଲା, ଏଇଟା ଗୋଟେ ଏପିରେ ଅଛି ନା ଏରେ 2 + 4 + 6 ଅପ୍ ଟୁ 18, ତାହେଲେ ଆମେ ଜାଣିଛେ ଏଠି 18 ଅଛି ମାନେ ଯୁଗ୍ମ ସଂଖ୍ୟାର ସମଷ୍ଟି କେତେ ହେବ ନା n କେତେ ହେଇଯିବ ନା 18/2 ସମାନେ 9, 9ଟା ସଂଖ୍ୟା। ତାହେଲେ ଆମେ ଯୁଗ୍ମ ସଂଖ୍ୟାର ସମଷ୍ଟି ସୂତ୍ର କ'ଣ ନା n ହୋଲ୍ ଇଣ୍ଟୁ n ପ୍ଲସ୍ 1 ମାନେ 9 × 9 + 1 ହେଲା କେତେ 90। ତାହେଲେ ଏଇ ଭିତର ତକର ସମଷ୍ଟି ହେଇଗଲା 90। ତାହେଲେ tan 90 डिग्री କେତେରେ ଆମର ଅନିର୍ଣ୍ଣୟ, ଆମେ ନିର୍ଣ୍ଣୟ କରିପାରିବା ନାହିଁ। ବହୁତ ସହଜରେ ଟ୍ରିକି କୋଶ୍ଚିନ୍ ଗୋଟେ, ଏଇତିକ ପିଲା ଦେଖିକି କନଫ୍ୟୁଜ୍ ହେଇଯିବେ। ତାହେଲେ 2 डिग्री 4 डिग्री 6 डिग्री ପ୍ଲସ୍ 18 डिग्री ମିଶିଲେ ସେଇଟା କେତେ ହେଇଯିବ ଆମର ଏପିର ସୂତ୍ର ପକେଇ କଲେ ହେଇଯିବ 90। ହେଲା tan ଗୁଡ଼ିକ ସେମାନେ ଅନିର୍ଣ୍ଣୟ। ଦେଖ ମୁଁ ଡିଟେଲ ସଲ୍ୟୁସନ୍ ଲେଖିଛି, ଏଇଠି ଦେଖ ଡିଟେଲ ସଲ୍ୟୁସନ୍ ପୁରା ଦେଇଦେଇଛି, ତୁମମାନେ ଦେଖିପାରିବ। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି। ତୁମମାନଙ୍କୁ ପୁଣି ଥରେ ଦେଖା ଗୋଟେ ନୂଆ ଭିଡ଼ିଓରେ। ମୁଁ ତୁମମାନଙ୍କ ପାଇଁ ବହୁତ କିଛି ପରିଶ୍ରମ କରି ଭଲ ଭଲ କୋଶ୍ଚିନ୍ ଖୋଜିକି ଆଣୁଛି, ପରୀକ୍ଷା ଉପଯୋଗୀ କୋଶ୍ଚିନ୍। ତୁମମାନେ ଟିକେ ଏତିକି ସାହାଯ୍ୟ କରିବ, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ। ଯେହେତୁ ମୋର ବାରମ୍ବାର କହୁଛି ମୁଁ ମୋବାଇଲ ଦ୍ୱାରା କରିବାକୁ ଚେଷ୍ଟା କରୁଛି, ତେଣୁକରି ମୋର ଲେଖାଲେଖିରେ ଅସୁବିଧା ହେଉଛି, ତେଣୁ ତୁମେ ଟିକେ ସାହାଯ୍ୟ ଯେଉଁଟା ଅସୁବିଧା ହେଉଛି ମୋତେ ମୁଁ ନ ବୁଝିପାରିଲେ ମୋତେ କମେଣ୍ଟ ସେକ୍ସନ୍ ପଚାରିବ, ଏବଂ ଏଇଟା ଟିକେ ଅଧିକ ପିଲାଙ୍କୁ ସେୟାର କରିବ, ସବସ୍କ୍ରାଇବ୍ ମଧ୍ୟ କରିବ। ରହିଲି ପିଲାମାନେ।